ନମସ୍କାର, ଜୟ ମା ସମଲେଶ୍ୱରୀ। ମୁଁ ରୀତା କିଚେନ୍କୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ଚାଲନ୍ତୁ ଆଜି ଦେଖିବା ମୋ ସାନ ପୁଅର ଆଜି ଜନ୍ମଦିନ ଥିଲା। ଏତେ ଖୁସି ଦିନରେ, ଲକ୍ଷ୍ମୀ ବୁଡ଼ ଦିନ ମୋର ପୁଅ ଜନ୍ମ ହୋଇଥିଲା। ସେ କିନ୍ତୁ ଆଜି ଏ ଦୁନିଆରେ ନାହିଁ। ଗଲା ବର୍ଷ ତା ଜନ୍ମଦିନ ପାଳନ କରିଥିଲୁ, ସେ ଭିଡ଼ିଓଟି ଆପଣମାନଙ୍କୁ ଦେଖାଇ ଦେଉଛି। ଆଜି କିନ୍ତୁ ସେ ଦୁନିଆରେ ନାହିଁ। ଆଜି ଥିଲେ ସେ କେତେ ଖୁସି ହେଉଥାନ୍ତା। ଗାଧେଇ ପାଧେଇ ଏତେବେଳେ ନୂଆ ଡ୍ରେସ୍ ପିନ୍ଧି ତାକୁ ସିନ୍ଦୁର ଇଏ କରି ବନ୍ଦେଇ ସାରନ୍ତିନି। ଆଜି କିନ୍ତୁ ମୋତେ ଛାଡ଼ି ଚାଲିଯାଇଛି ମୋ ଗୁଣବନ୍ତ ପୁଅ। ମୋତେ ସବୁ ଜନ୍ମରେ ଏଇଭଳିଆ ମୋ ପୁଅ ଗୁଣବନ୍ତ ପୁଅ ଦିଅ। ସେ ଯେଉଁଠି ଅଛି ସେ ଖୁସିରେ ଥାଉ ପ୍ରଭୁ। ଯାହା ଘରେ ବି ଜନ୍ମ ନେଇଛି ସେ ଭଲରେ ରହୁ ପ୍ରଭୁ ତାଙ୍କ ଘରେ। ଆର ଜନ୍ମକୁ ଯେମିତି ମୋ କୋଳରେ ସେ ଜନ୍ମ ନେଉ। ଏତେ ସୁନ୍ଦର ପୁଅ ମୋତେ ଛାଡ଼ିକି ପଳେଇ ଯାଇଛି। ମୁଁ ସବୁବେଳେ ବାହାର ଲୋକଙ୍କ ସାଙ୍ଗେ ମିଶି ସବୁବେଳେ ଟାଇମ୍ ପାସ୍ କରିଦେଉଛି, ହସ ଖୁସିରେ ଯାଉଛି ବୋଲି ଲୋକମାନେ ଭାବୁଛନ୍ତି ସେ ଆଉ ଭୁଲି ଯାଇଛି। କିନ୍ତୁ ମୁଁ ସବୁବେଳେ ତାର ମନରେ ମୋର ସବୁବେଳେ ସେ ରହୁଛି। କିଏ କେବେ କେଉଁ ମା ପୁଅକୁ ଭୁଲିକି ରହିପାରିବ? ମୋ ପୁଅ ଥିଲାବେଳେ ସେ ମୋର ଭିଡ଼ିଓ ଗୁଡ଼ାକ ସବୁ ଏଡ଼ିଟିଂ କରି ଭଲ ଭାବରେ ପକାଉଥିଲା, କିନ୍ତୁ ମୁଁ ଏସବୁ ଜାଣିନି। ଯାହା ଜାଣିଛି ତାହା କରୁଛି। ପ୍ଲିଜ୍ ମୋ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଏମିତି ଦୁଃଖ ଆଉ କାହାକୁ ନ ଦିଅନ୍ତୁ ପ୍ରଭୁ। ମୋର କିଏ ଶତ୍ରୁ ହୋଇପାରନ୍ତି, କିନ୍ତୁ ମୁଁ କାହାକୁ ଏଇଭଳିଆ ଦୁଃଖ ଦେଖି କାହାକୁ ସହିପାରେ ନାହିଁ ପ୍ରଭୁ। ମୋ ଏଇ ଛୁଆକୁ ଛାଡ଼ି ମୁଁ SHG ଗ୍ରୁପ୍ର ବହୁତ କିଛି କାମ କରିଛି। ସେ 2-3 ମାସର ଛୁଆ ଭଳିଆ ମୁଁ ତାକୁ ପାଳି ଆସୁଥିଲି। ହେଲେ କିନ୍ତୁ ଆଜି
ମୁଁ ପଇସା ଖାଇଦେଲି କହିକି ବଦନାମ ଦେଉଛନ୍ତି। ଯେଉଁମାନେ ଭଗବାନ ମୋତେ ମିଛରେ ଏତେ ସବୁ କଥା କହୁଛନ୍ତି, ସେ ଭଗବାନ ତାଙ୍କର କଥା ବୁଝୁ ପ୍ରଭୁ। ମୁଁ ଯଦି କାହାର କିଛି ଖାଇଥିବି, କାହାର ଅନିଷ୍ଟ କରିଥିବି, ଭଗବାନ ତାକୁ ଦଣ୍ଡ ଦିଅନ୍ତୁ ପ୍ରଭୁ। ମୋ ସାଙ୍ଗେ ଏତେ ମିଶୁଥିଲେ, କିନ୍ତୁ ମୁଁ ତାର କେତେବେଳେ ବି ତାଙ୍କର ଅନିଷ୍ଟ ଚିନ୍ତା କରେନି ପ୍ରଭୁ। ମୋତେ ଏତେ କରିବେ, କଷ୍ଟ କରିବେ ବୋଲି ମୁଁ କେବେ ବି ଭାବିନଥିଲି ପ୍ରଭୁ। ଆମର SHG ଗ୍ରୁପରେ ବହୁତ ଥର ଲୋନ୍ ସବସିଡ଼ି ଆସିଛି, କିନ୍ତୁ ଲୋନ୍ ରିକଭରି ମଧ୍ୟ ହେଇଛି। ସେ ଲୋନ୍ ରିକଭରି ପାଇଁ ସବୁ ପଇସା ସିଆଡ଼େ ପଡ଼ିଯାଇଛି, କିନ୍ତୁ ମୋତେ ଖାଇଦେଲା କହିକି କେତୋଟି ଲେଡ଼ିଜ୍ ମୋ ଉପରେ ଦାଉ ସାଧୁଛନ୍ତି। ଭଗବାନ ତାକୁ ସୁବୁଦ୍ଧି ଦିଅନ୍ତୁ, ଏଇଭଳି କାମରୁ ତାଙ୍କୁ ନିବୃତ୍ତ ରଖନ୍ତୁ ପ୍ରଭୁ। ଭଗବାନ ତୁମେ ତାଙ୍କୁ ସଦ୍ବୁଦ୍ଧି ଦିଅ। ମୁଁ ତାଙ୍କ ବିରୁଦ୍ଧରେ କିଛି କହିବାର ଲାଗି ଚାହୁଁନି ପ୍ରଭୁ। ମୁଁ ଏଇ ଛୁଆ ଛାଡ଼ି ମୁଁ ବହୁତ କିଛି କରିଛି, ହେଲେ ମୋତେ ଆଜି ବହୁତ ବଦନାମ କରୁଛନ୍ତି ପ୍ରଭୁ। ସେ ଲେଡ଼ିଜ୍ମାନଙ୍କୁ ଭଲ ସଦ୍ବୁଦ୍ଧି ଦିଅନ୍ତୁ ପ୍ରଭୁ, ତାଙ୍କ ମନରେ, ତାଙ୍କ ଆତ୍ମାରେ। ଏତିକି କହି ମୁଁ ବିଦାୟ ନେଉଛି। ଜୟ ଜଗନ୍ନାଥ।